ଶେଷ ହେଲେ କୃଷ୍ଣ ଯାଇକି ଦେଖାଦେବେ। ହେଲେ ଗୋପେଶ୍ୱର ମହାଦେବ ଦିନରେ ଭକ୍ତମାନେ ଯାଆନ୍ତି, ସାଧୁସନ୍ଥ ମାନେ ଯାଆନ୍ତି, ଆଉ ରାତି ହେଲେ ଭୂତ ପିଶାଚ ଅସରଣୀ ମାନେ ଯାଆନ୍ତି ବୋଲି ଗୋପେଶ୍ୱରଙ୍କର ଆଉ ଗୋଟେ ନାମ ହଉଛି ଭୂତେଶ୍ୱର ମହାଦେବ। ଏବେ ବି ମା ମଥୁରା ଯିବେ, ମଥୁରାରେ ଏକ ମନ୍ଦିର ଅଛି, 24 ଘଣ୍ଟା ସେ ମନ୍ଦିର ଖୋଲା। ସେ ପୂଜକଙ୍କୁ ପଚରାଲା କାହିଁକି ଆଜ୍ଞା? ହେଲା ଦିନବେଳା ଭକ୍ତମାନେ ସାଧୁମାନେ ସନ୍ଥମାନେ ଦେବତାମାନେ ଆସନ୍ତି, ରାତିରେ ଭୂତ ପ୍ରେତମାନେ ଆସିକି ପୂଜା କରନ୍ତି ବୋଲି ଏ ଅଞ୍ଚଳବାସୀ ସମସ୍ତେ ଜାଣନ୍ତି। ସେଇଥିପାଇଁ ଏ ମନ୍ଦିରର ନାମ ହେଉଛି ଭୂତେଶ୍ୱର ମନ୍ଦିର, ଭୂତେଶ୍ୱର ମହାଦେବ। ଜୀବନ ଥିଲାବେଳେ ଯିଏ ଖୋଜନ୍ତି, ଜୀବନ ଚାଲିଗଲା ବେଳେ ଯିଏ ପଚାରନ୍ତି, ଜୀବନ ଯାଇସାରିବା ପରେ ଯିଏ ଖୋଜନ୍ତି, ସେ ହେଉଛନ୍ତି ମା ତେଲିସିଙ୍ଗା ଗ୍ରାମର ଆରାଧ୍ୟ ଦେବ ଗୋପେଶ୍ୱର ମହାଦେବ। ବିଷପାନ କରି ଯିଏ ଅମୃତକୁ ପରିଣତ କରିଦେଇଥିଲେ ସେ ହେଉଛନ୍ତି ଦେବଦେବ ମହାଦେବ। ଆମେ ଆଜ୍ଞା ସବୁବେଳେ ବିଷ ପାନ କରୁଛନ୍ତି, ବିଷ ଖାଲି କିଣିକି ଆଣିକି ପିଇଦେଲେ ହବ ନା? ପୁରା ବାପୁକୁ ବିଷ ଦେଇଦେଲେ ହାତ ଉଠେଇଦେଲେ ବିଷ ପରି ଲାଗେ। ହେଲେ ଏତେ ସବୁ ବିଷ ପାନ କରିକି କଥା ଆମେ ବଞ୍ଚିଛନ୍ତି କାହା ପାଇଁ? ସଂସାର ପାଇଁ, ଏ ଭଗବାନଙ୍କ ପାଇଁ। ବଡ ବଡ ଖାଲି କହିଲେ ହବନି, ବଡ ହବା ପାଇଁ ମନଟି ଲୋଡ଼ା। ବଡ ବଡ ଖାଲି କହିଲେ ହବନି, ବଡ ହବା ପାଇଁ ମନଟି ଲୋଡ଼ା। ଠାକୁରେ ରହିଲେ ଦୁନିଆ ରହିବ, କହିବ ଏ ଜାତିଟା ବଡା। ଯୋଉଦିନ ଆମେ ଠାକୁରଙ୍କୁ ଭଲ ପାଇବା ସେଇଦିନ ଆମକୁ ମଣିଷ ରୂପରେ ଗଢିବେ। ଆହାର ନିଦ୍ରା ଭୟ ମୈଥୁନ ସମାନ ଏଥର ପଶୁ ବି ନାରାୟଣ। ଆମେ ଖାଉଛନ୍ତି, ମା ପଶୁ ବି ଖାଉଛି। ରୁଟି ଛିଣ୍ଡେଇ ପକେଇଦେବା, କୁକୁର ଆସିବ ଖାଇଦେଇ ପଳେଇବ। କୁକୁର କେହି କହିନାହାନ୍ତି ତୁ ରୁଟି ଖାଇଛୁ କୁକୁର ହେଇଯା। ଚାଉଳ ଦିଟା ବିଚିଦେବା, ପାରା ଆସିବ ଖାଇଦେଇକି ପଳେଇବ। ପାରାକୁ କେହି କହିନାହାନ୍ତି ତୁ ପାରା ହେଇଯା। କିନ୍ତୁ ଏ ବସ୍ତେ ଚାଉଳ ପକେଇଦେବେ, ପିମ୍ପୁଡି ଲାଗିଲେ ଗୋଟିଏ ଦାନା ନବ, କୁକୁର ଲାଗିଲେ ସେ 50 ଗ୍ରାମ ଖାଇକି ପଳେଇବ, ପାରା ଲାଗିଲେ 10 ଗ୍ରାମ ଖାଇବ। କିନ୍ତୁ ଏ ମଣିଷ ଯଦି ବସ୍ତେ ଚାଉଳ ଦେଖିବ ସବୁ ଯାକ ନେଇଯିବ ଘରକୁ। ଇଏ ହେଉଛି ଆଜ୍ଞା ମଣିଷ। ଆକୁ ଆମେ ମଣିଷ କହିବା? ନାଇଁ ଆଜ୍ଞା। କୁକୁର କେହି କହିନାହାନ୍ତି ତୁ କୁକୁର ହେଇଯା, ପାରାକୁ କେହି କହିନାହାନ୍ତି ତୁ ପାରା ହେଇଯା। ଏ ମଣିଷ ଏତେ ଖାଉଛି, ସବୁବେଳେ କହୁଛନ୍ତି ତୁ ଟିକେ ମଣିଷ ହେଇଯା। କାହିଁକି ନା ମଣିଷ ତାର ନିଜ ସଂସ୍କୃତି ନିଜେ ଭୁଷୁଡେଇ ଦେଇଛି। ବାପା ମାଙ୍କ କଥା ତ ଶୁଣୁନି, ବାପା ମାଙ୍କୁ ଟିକେ ପୋଷିବାକୁ ତା ପାଖରେ ସମୟ ନାହିଁ, ତା କଥା ଠାକୁର ଶୁଣିବେ କେମିତି? ଗୃହର ନାରାୟଣ ହେଉଛନ୍ତି ବାପା, ଗୃହର ଲକ୍ଷ୍ମୀ ହେଉଛନ୍ତି ମା। ଯୋଉଦିନ ଗୃହ ନାରାୟଣ ଲକ୍ଷ୍ମୀকে ଆମେ ପୂଜା କରିବା ସେଇଦିନ 33 କୋଟି ଦେବତାଙ୍କର ଆଶୀର୍ବାଦ ମିଳିବ। ବୁଝି ନାହିଁ ଯେଉଁ ଜନ ଗୃହ ନାରାୟଣ, ଲାଭ ନାହିଁ ମନ୍ଦିରରେ ଦିଅ ଦର୍ଶନ। ଗୃହର ଲକ୍ଷ୍ମୀ ନାରାୟଣ ହେଉଛନ୍ତି ବାପା ମା। ଆଜ୍ଞା ବାପା ମାଙ୍କୁ ନ ପୂଜି ଟ୍ରେନରେ ଟିକେଟ କରିକି 4 ତୀର୍ଥ ବୁଲିଲେ କଣ ଲାଭ ଅଛି? ଖାଲି ପଥର ଦର୍ଶନ କରି ନାନା ତୀର୍ଥ ବ୍ରତ କରିବାକୁ ମନ, ସଂସାର ଲୋକଙ୍କ ଦେଖା ଦେଖି ବଡ ଚିତା ବଡ ଥାଳ ମାଳ ସବୁ ଉଦର ନିମନ୍ତେ ଠକାଠକି। ତାଙ୍କ ଘର ବୋଲର କରିକି ପଳେଇଲେ ପୁରୀ, ଚାଲୁନ ଆମର କୋଉଦିନ ଯିବା, ଇଏ ଆଜ୍ଞା ଦେଖା ଦେଖି। କିନ୍ତୁ ବାସ୍ତବରେ ହଉଛନ୍ତି ଦେବତା ବାପା ମା। ବାପା ସିଏ ପୁରା ତଳେ ପଡିଗଲେ ଉଠେଇ ନିଏ, ଯେ ପିଠି ଥାପୁଡି ଦିଏ ସିଏ ହଉଛି ବାପା। ତାର ଋଣକୁ ଆଜି ପର୍ଯ୍ୟନ୍ତ କେହି ସୁଝି ନାହାନ୍ତି ଆଜ୍ଞା। ନିଜେ 100 ସିରି ସିଧା ସାଥେ ପିନ୍ଧି ସନ୍ତାନ ମାନଙ୍କୁ ଯିଏ ନୂଆ ନୂଆ ଜାମା ଯୋଗଉଥାଏ ସିଏ ହଉଛି ବାପା। ଘଣ୍ଟିଏ ଡେରି ହେଇଗଲେ ବାପା ଯାଇକି 50 ଲୋକଙ୍କୁ ପଚାରୁଥିବ, ମୋ ଝିଅ କଲେଜ ଯାଇଛି ଆସିନି, ଭାଇ ଦେଖିଛୁ କି? ମୋ ପୁଅ ଏଠି ଖେଳିବାକୁ ଆସିଥିଲା ଦେଖିଛୁ କି? ସିଏ ହଉଛି ବାପା। ବାପା ଅଟନ୍ତି ଆମ ଅନ୍ନଦାତା, ବାପା ଅଟନ୍ତି ଆମ ଭାଗ୍ୟ ବିଧାତା। ବାପା ଅଟନ୍ତି ଆମ ଅନ୍ନଦାତା, ବାପା ଅଟନ୍ତି ଆମ ଭାଗ୍ୟ ବିଧାତା। ବାପା ଦେଖାନ୍ତି ଆମକୁ ଭବିଷ୍ୟତ ରାସ୍ତା, ବାପା ଥିଲେ ଦୁନିଆର ସବୁ ଜିନିଷ ଶସ୍ତା। ଆଜ୍ଞା ବାପା। ମା ସେମିତି ଦେବି, ମରିଗଲେ କି 8 ଦିନ କାନ୍ଦିବ, 10 ଦିନ କାନ୍ଦିବ। 80 ବର୍ଷର ବୁଢୀ ମା ହେଇ ବସିଗଲ, କେତେ ଦିନ ମା କାନ୍ଦେ? କେ କାନ୍ଦିବ ଦିନ 10ରେ କୁମର, କେ କାନ୍ଦିବ ଦିନ 12, ଗର୍ଭଧାରୀ ମାତା ନିରତେ କାନ୍ଦିବ ମରିବାର ଯୁଗାନ୍ତ। ଯୋଉ ମା ରକ୍ତ ଦେଇକି ଆମକୁ ମଣିଷ କରିଛି, ସଂସାରରେ କୋଉ ଠାକୁର ତା ସାଙ୍ଗରେ ସମାନ ହେବ? ପଲ୍ଲୀକବି ନନ୍ଦକିଶୋର ବଳ କହିଛନ୍ତି, ସାର୍ ବକ୍ଷରୁ ରକତ ନିକାଡି ଆମକୁ ମଣିଷ କରିଛି ଯିଏ,
बक्षरु रगत निगाड़ी आमको मनीष करिछि जे माठू धर्मकारिणी संसार आउ कई पर बापा माँ आज्ञा गोटे कथा मन रखिबे आज्ञा राम को पूजा कले राम पूजार फल मिले कृष्ण को पूजा कले कृष्ण पूजार फल मिले बापा माँ को पूजा कले 33 कोटी देवतांकर पूजा फल मिली थाए बापा और माँ गोटे कथा सार मन रखिबे कुनी कुनी पूज मान अछंती जगन्नाथ सेवा कले जगत को आकर्षण करे समस्ते कहते तेलिशिका गाँव में जन पाठशाठ पढ़ी जगन्नाथ सेवा करुच्ची जगत को आकर्षण करे जगन्नाथ सेवा कले जगत को आकर्षण करे बापा माँ को सेवा कले जगन्नाथ को आकर्षण करी थाए पिता माता ठारू बड़ देवता के सरग राइजे नहीं तांकोरी आशीष सहायका सिना विपद तरिबा पाई किया जीवी मु मंदिर किया पूजिबी पथर मो पाई मो बापा माँ चलती ठाकुर तांको पाद धुआ पानी देले पी पादुका की पंचामृत लोड़ा नाही हेले जो पुओ बापा मां को कथा सुनी थाए जीवन में ताकू केबे जन्म स्पर्श करे नाही माँ कोले पुओ दुनिया डरेनी बाप थिला पुओ सबार हारेनी समस्त बापा मां को एठी मुंडिया मारुची ये आपण मान भला योग्य संतान धरा माटी सृष्टि करथिबार आज्ञा जगन्नाथ आम समस्त डाकुचंदी 750 कोसरु सालबेग डाकी डाक प्रभु शुणी लक्षे योजन गज डाकी माँ डाक प्रभु शुणी गजराज चिंता कला थाई घर जलेन चक्र पेशी नक्रनाशी उधारिले आपण हेले जगन्नाथंकर कान नाही ताले शुणुचंदी केमिति डेरी थांती श्रवण भक्त डाकू डंगा जेने जल चाहे पछकू डंगा पार हेला बेले नाउरी की कहबे चाले मोर सेपटे काम अछि से रो यात्री डाकिचंदी मु कान डेरी नाउरी कान डेरी थाए जगन्नाथ सेमती शुणिया कान डेरती जगन्नाथ कान कई दृष्टिगोचर हुए ना ताले शुणती केमिति ना जगन्नाथ आखि बाटे शुणती आखि बाटे देखती आईपाई जगन्नाथ आखिरे पलक नाही आम संस्कृति विचित्र संस्कृति आखिरे जार पलक न थाए किपरि शोइब सीए आखिरे जार पलक न थाए किपरि शोइब सीए निदेरे शुआई सारा जगत को सदा उजागर थाए वो जगन्नाथ धाम सीए बोलिए जगन्नाथ भगवान की।